ଏକ ଛୋଟିଆ ଗାଁରେ ସନ୍ଧ୍ୟା ସମୟରେ ସମସ୍ତେ ବାହାରେ ବସିବା ଭଲ ପାଆନ୍ତି। ସମସ୍ତେ କିଏ ତ ଇଲେକ୍ଟ୍ରିକ୍ ଖୁଣ୍ଟି ତଳେ ବସିବା ଭଲ ପାଏ, କିଏ ତ ଦାଣ୍ଡରେ ବସିବା ଭଲ ପାଏ, କିଏ ତ ଚଉରାରେ ବସିବା ଭଲ ପାଏ। କିନ୍ତୁ ଅଚାନକ ସେ ଗାଁର ଇଲେକ୍ଟ୍ରିକ୍ କଟିଗଲା। ସମସ୍ତେ ହୋ ହା କରି ଚିଲେଇଲେ। କିନ୍ତୁ ଗୋଟେ ଛୋଟିଆ କୁନି ଝିଅଟି ସେ ଘର ଭିତରୁ ଗଲା, ଯୋଉ ଛୋଟ ମହମବତୀକୁ ସେ ସମ୍ଭାଳିକି ରଖିଥିଲା। ସେ ମହମବତୀକୁ ସେ ଜାଳିକି ବାହାରକୁ ନେଇ ଆସିଲା। ସେ ଚିତ୍କାର କରି କହିଲା, ହେଇ ଦେଖ, ମୁଁ ଆଲୋକିତ କରିଦେଲି। ସମସ୍ତ ଗାଁ ଲୋକକୁ ସେ ଡାକିଲା, ଆହ୍ୱାନ ଦେଲା, ଆସ ଆମେ ଏ ଆଲୋକରେ ସମ୍ପୂର୍ଣ୍ଣ ଗାଁର ପ୍ରତ୍ୟେକ ଘରକୁ ଆମେ ଆଲୋକିତ କରିବା। ଏ ଛୋଟ କୁନି ଛୁଆର କଥା ଶୁଣି ସମସ୍ତେ ଖୁସି ହୋଇଗଲେ ଏବଂ ସେ କୁନି ଛୁଆକୁ ନେଇକି ପ୍ରତ୍ୟେକ ଘରକୁ ଚାଲିଲେ। କିଏ ଦୀପ ଜାଳିଲା, କିଏ କ୍ୟାଣ୍ଡେଲ ଜାଳିଲା, କିଏ ମାନେ ଡୁବୁରି ଜାଳିଲା, ଏପରି ସମସ୍ତେ, କିଏ ଲଣ୍ଠନ ଜାଳିଲେ, ଏପରି ସମସ୍ତେ ଜାଳିଲେ। ଜାଳିଲା ପରେ ସେ ଗାଁରେ ପୁରା ଆଲୋକରେ ପରିପୂର୍ଣ୍ଣ ହେଇଗଲା। ସମସ୍ତେ ଖୁସି ହେଇଗଲେ। ଏକ ଛୋଟ ପ୍ରୟାସ ମାଧ୍ୟମରେ ଏକ ବଡ଼ ପରିବର୍ତ୍ତନ, ଏକ ବଡ଼ ଭାବ ଉତ୍ପନ୍ନ ହେଲା। ଆପଣମାନେ ଏ କାହାଣୀରୁ କ'ଣ ଶିଖିଲେ ତାହା କାହାଣୀ ମାଧ୍ୟମରେ ବା ତାହା କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ନିଶ୍ଚିତ ଭାବରେ ଆପଣମାନଙ୍କ କମେଣ୍ଟରେ ଅନ୍ୟମାନେ କିଛି ପଢ଼ି ଜାଣିପାରିବେ ଏବଂ ମୁଁ ବି କିଛି ପଢ଼ି ଜାଣିପାରିବି। ଆପଣମାନଙ୍କୁ ମୁଁ ଅନୁରୋଧ କରୁଛି, ଆପଣମାନେ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ଅଧିକରୁ ଅଧିକ ସେୟାର କରନ୍ତୁ ଏବଂ ଫଲୋ କରିବା ଭୁଲନ୍ତୁନି। ଫଲୋ ନିଶ୍ଚିତ ଭାବରେ କରନ୍ତୁ। ଆପଣମାନେ ଏ କାହାଣୀରୁ କ'ଣ ପାଇଲେ, କ'ଣ ବୁଝିଲେ, ତାହା ଲେଖି ଜଣାନ୍ତୁ। ଥ୍ୟାଙ୍କ ୟୁ ସୋ ମଚ୍ ମାଇ ଡିୟର ଫ୍ରେଣ୍ଡସ୍।